नमस्कार, गुड मॉर्निंग, सुप्रभात। जय नमस्कार सर। आदित्य। बहुत बहुत धन्यवाद आपण ମାନଙ୍କୁ ସମସ୍ତଙ୍କୁ କି ଆଜି ଆମେ ନୂଆ ସକାଳରେ କିଛି କରିବା ପାଇଁ କି ସମାଜ ପାଇଁ କିଛି ଦାୟିତ୍ୱ ଆମର ଅଛି ଏଇ ଦାୟିତ୍ୱକୁ ନିଭେଇବା ପାଇଁ ବହୁତ ବଡ଼ ସେବା ସ୍ୱାସ୍ଥ୍ୟ ଆଉ ସଂସ୍କାର ଉପରେ କାମ କରିବା ପାଇଁ ଆମେମାନେ ସମସ୍ତେ ସଂକଳ୍ପବଦ୍ଧ ଅଛେ ଆଉ ଆମେମାନେ ସମସ୍ତେ ପ୍ରତିଦିନ ଗୁରୁକୁଳରେ ନିଜେ ବସୁଛେ ଆଉ ଅନ୍ୟକୁ ବସିବା ପାଇଁ ବି ପ୍ରେରଣା ବି ଦଉଛେ। ଧୀରେ ଧୀରେ ଆମେ ଆଗକୁ ବି ବଢୁଛେ। ଆଜି ଗୁରୁକୁଲ ବହୁତ ଇମ୍ପୋର୍ଟାଣ୍ଟ। ନିଜର ସ୍କିନ୍ ମୁଁ ଯୋଉଟାକୁ କୁହେ କି ସେଲ୍ଫ ଲଭ୍ ସେଲ୍ଫ ଲଭ୍ ନିହାତି ଦରକାର। ନିଜକୁ ନିଜେ ଭଲ ପାଇବା ନିହାତି ଦରକାର। ତ ଆଜି ସ୍କିନ୍ ଉପରେ ଯୋଉ ଡିସ୍କସନ ହେଲା, ମୁଁ ତ ବହୁତ ସାରା କଥା ମୁଁ ବି ଆଜି ଜାଣିନଥିଲି, ଆଜି ଫାର୍ଷ୍ଟ ଟାଇମ୍ ଜାଣିଲି। ମୁଁ କେବଳ ଜାଣିଥିଲି ଯେ ଅଏଲି ସ୍କିନ୍ ଆଉ ଡ୍ରାଏ ସ୍କିନ୍। ତ ତା ଭିତରେ ପୁଣି କମ୍ବାଇନ୍ଡ ସ୍କିନ୍ ଅଛି, ଇଫେକ୍ଟିଭ ସ୍କିନ୍ ଅଛି, ଏତେ ବି ବହୁତ ସାରା ଜିନିଷ ଏଥିରେ ରହିଛି। ତ ଆଜି ଆମେ ସବୁ ଶିଖିଲେ। ଆଉ ତା ସହିତ ଇଏ ଯୋଉ ସିରମ ସେକେଣ୍ଡ ଲେୟାର ପର୍ଯ୍ୟନ୍ତ ବି ଯାଏ, ସେଟା ଗୋଟେ ବହୁତ ବଢିଆ କଥା। ଆଉ ତାକୁ ୟୁଜ କରିବା ବେଳେ CTSSMS ତାକୁ ଫର୍ମୁଲାକୁ ଆପ୍ଲାଏ କରିକି ଆମେ ବହୁତ ସାରା କଥା ଆମେ ଶିଖିଲେ। ତ ଆଜି ଆମେ କଣ ଯାହା ତ ଶିଖିଲେ ବହୁତ ବଢିଆ କଥା, ଆଉ ଅନ୍ୟକୁ ବି ଆମେ କହିବା। ଉମ୍, ତ ସେଥିଲାଗି ତ ସବୁଠୁ ପ୍ରଥମେ ଯେ ଆମେ ଯାହା ଶିଖିଲେ ତାକୁ କାମରେ କଣ ୟୁଟିଲାଇଜ ଆମେ କରୁଛେ ବା କରିବା, ତ ତାକୁ ଆମେ ଡିସ୍କସନ କରିବା। ତ ଆଗକୁ କଣ ସଂକଳ୍ପ ନବା ତା ଉପରେ କରିବା। ତ ଫାଷ୍ଟ ଆମେ ୟଙ୍ଗ ଜେନେରେସନ ଆମର ଆକାଶ। ଆକାଶ। ଜୟ ଶ୍ୟାମ ସାର୍, ନମସ୍କାର ସାର୍। ଆଉ ଆଜି ଯୋଉ ସ୍କିନ୍ ଉପରେ କହିଲେ ତ ବହୁତ ଭଲ କଥା କହିଲେ। ଆଉ ଆମର ଯୋଉ ବଡି ଲୋସନ ଅଛି, ଆମର ଯୋଉ ଦେଖେଇଦେଲେ ଆମର ବଡିକୁ ପୋଷକ ଦରକାର କି ନାହିଁ, ଯୋଉ ହାତରେ ଗାର ପକେଇକି ଏମିତି ଆମେ ଦେଖିବା। ଯେ ମୁଁ ବି ଦେଖିଲି ଯେ ହ୍ୱାଇଟ ଗାର ଟିକେ ପଡିଗଲା, ତାପରେ ବଡି ଲୋସନ ମୁଁ ସାଙ୍ଗେ ସାଙ୍ଗେ ଆଣି ଲଗେଇଲି। ଆଉ ଫେସ ୱାଶ କରିକି ଆସିବା କଥା ଫେସ ୱାଶ ଲଗେଇଲି, ତଥାପି ମୋର ନର୍ମାଲ ସ୍କିନ୍ ରହିଲା, ସେମିତି କିଛି ଅଏଲି କି ଡ୍ରାଏ ସ୍କିନ୍ ହେଲାନି। ଆଉ ଆମର ଯୋଉ ରହୁଛି ଫେସ୍ ଉପରେ କଣ ସାର୍, ବଡି ଲୋସନ କୁ ଲଗେଇ ହବ ନା ତା ପାଇଁ ମୋରିଙ୍ଗା କ୍ରିମ ଶୀତ ଦିନ ପାଇଁ? ତାର କ୍ରିମ ଅଛି ନା, ମୋରିଙ୍ଗା କ୍ରିମ। ଆଉ କାଲି ଯୋଉ ମିଟିଂ ପରେ ମୁଁ 11 ତାରିଖ ମିଟିଂ ପାଇଁ ବି ମୋ ସାଙ୍ଗ ପିଲାମାନଙ୍କୁ କଲ୍ କରିକି ପ୍ରମୋଟ କରିଛି। 11 ତାରିଖ ମିଟିଂ ଯୋଉ ଆମର ଜଗଦଳପୁରରେ ହବ। ଆଚ୍ଛା, ବହୁତ ବଢିଆ। ସାର୍ ତାର ବ୍ୟାନର ଗୋଟେ ବାହାରିଲେ ମାନେ ସ୍କ୍ରିନରେ ମୁଁ ମାନେ ହ୍ୱାଟ୍ସଆପରେ ପଠେଇ ପାରନ୍ତି। କୋଉଟା? ବ୍ୟାନର ଯଦି ବାହାରିଥିଲା। ହଁ, ଅମୀୟ ସାରଙ୍କୁ କହିଲେ ସିଏ ତାକୁ କରିଦେବେ। ଆଜ୍ଞା ସାର୍। ଓକେ ଓକେ, ଠିକ ଅଛି। ମିତାଞ୍ଜଳି ମ୍ୟାଡ଼ାମ। ଆଜ୍ଞା ମ୍ୟାଡ଼ାମ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ନମସ୍କାର ନମସ୍କାର। କିଶୋର ତ ସବୁ ମୁଁ ୟୁଜ କରେ, ଆମର ପରିବାର ସମସ୍ତେ, ଆଉ ମୋର ଯିଏ ବି ଡାଉନଲାଇନ ସମସ୍ତେ ନିଅନ୍ତି କିଶୋର ର। ସବୁ ତ ଭଲ। ଆଉ ଆଉ କଣ, ତାର ଫେସ ୱାଶ ଠାରୁ ଆରମ୍ଭ କରି ଫୁଡ ପର୍ଯ୍ୟନ୍ତ ସବୁ ମୁଁ ୟୁଜ କରେ। ଆଉ ଏତିକି କହିବି, ଆଉ ଆମେ କଣ କେତେ ଲୋକଙ୍କୁ ଜଣେଇବା ଏ ଯାହା ଶିଖିଲେ? ଆମେ କେତେ ମୋର ତ ଲୋକଙ୍କୁ ଜଣେଇବା? ସାର୍, ମୋର ଡାଉନଲାଇନ, ମୋର ପରିବାର, ମୋର ସମସ୍ତେ ନିଅନ୍ତି, ମୋ ଭାଉଜ ମାନେ ସମସ୍ତେ ନିଅନ୍ତି, ବହୁତ ଭଲ ବୋଲି କୁହନ୍ତି। ଆଉ ମୁଁ ତ ଭଲ ୟୁଜ କରେ, ଆଉ ମୋର ଭାଉଜ ମାନେ ନିଅନ୍ତି, ବହୁତ ଭଲ ବୋଲି କୁହନ୍ତି। ଓକେ। ଆହୁରି ବିଶେଷ ଜ୍ଞାନ ନବା ପାଇଁ ଆର ଉଡାନ କୋର୍ସ ଅଛି, ଉଡାନ କୋର୍ସ ବି ନବା। ଉଡାନ କୋର୍ସରେ 12 ଦିନର କୋର୍ସରେ ବହୁତ କିଛି ଆମର ସ୍କିନ୍ କେୟାର, ପର୍ସନାଲ ହାଇଜିନିକ, ଏସବୁ ବହୁତ ସାରା ଜିନିଷ ଆମେ ସେଠୁ ବି ଆମେ ଶିଖିପାରିବା। ତା ଦ୍ୱାରା ଆମେ ବହୁତ ସାରା ଲୋକଙ୍କର ଯୋଉମାନେ କି ସ୍କିନ୍ ର ପ୍ରୋବ୍ଲେମ ଅଛି, ସେ ପ୍ରୋବ୍ଲେମକୁ ବି ଆମେ ଦୂର କରିଦେଇ ପାରିବା। ଓକେ, ଥ୍ୟାଙ୍କ ୟୁ। ମିନତି ମ୍ୟାଡ଼ାମ। ସାର୍ ନମସ୍କାର। ନମସ୍କାର। ଆଉ କାଲି ତ ବହୁତ ସମସ୍ତେ କହିଲେ ସେଟା ଭଲ, ମୁଁ ବି ୟୁଜ କରୁଛି କିସଲର। ଆଉ କାଲି ସେ ଯୋଉ ହାଡ ପାଇଁ କିଛି ଗୋଟେ କହିଲେ, ଯିଏ ବି ବୁଝିପାରିଲାନି ତାକୁ ଟିକେ ଆଡ କରିଦେଲେ ସିଏ ଜାଣିବ, ସେ ପଚାରିବ। ତାର ଟିକେ ପ୍ରୋବ୍ଲେମ ହଉଛି ତ, ସେଇଟା ତାର ଟିକେ ଚାହୁଁଛି। ଆଉ ତାପରେ ଯୋଉ ଆଖି ପାଇଁ କଣ ଗୋଟେ କହିଥିଲେ?
ସେଇଟା ଟିକେ ମତେ ଦରକାର। ଉଁ, ଆଉ ସବୁ ତ ଭଲ ଲାଗିଲା, କାଲି ବି ଏନ୍ଜୟ କଲୁ, ଭଲ ଲାଗିଛି ସବୁ, ସମସ୍ତଙ୍କ କଥା ବି ବହୁତ ବଢିଆ ଲାଗିଲା। ଆଉ ମୁଁ ତ ପଳେଇ ଆସିଲି, ଆଉ ଲାଷ୍ଟ କଣ ଆଉ କରିଥିବି ମୁଁ ଜାଣିନି। ଆଉ ମୁଁ ବି କେତେ ଜଣଙ୍କୁ ଜଣେଇବି କିସଲ କଥା, ଜଣେଇବି। ମୁଁ ତ ନିଜେ ୟୁଜ କରୁଛି, ମିତା ବି ଜାଣିଛି, ତାଙ୍କ ପାଖକୁ ସବୁ ଆଣେ। ରହୁଛି ସାର୍, ଓକେ, ନମସ୍କାର। ବହୁତ ବଢିଆ କଥା। ନାଇଁ, ଆକ୍ଚୁଆଲି ଏନ୍ଜୟ ବି କରିବା ଦରକାର। ଆଉ ସବୁଠୁ ବଡ କଥା ଯେ ଆମେ ପ୍ରଡକ୍ଟର ନଲେଜ ଆମେ ଜାଣିକି ଯଦି ସେଇ ନଲେଜ ଉପରେ ଆମେ ଲୋକଙ୍କୁ କହିବା, ତାହେଲେ ଲୋକ ଆମ କଥାକୁ ବିଶ୍ୱାସ କରିବେ। ଆଉ ଜାଣିବା ପାଇଁ ସବୁଠୁ ବଡ କଥା ହଉଛି ଉଡାନର କୋର୍ସ ଅଛି। ଉଡାନ କୋର୍ସ ଆମେ ନେଇପାରିବା। ତ ତା ଦେହରେ ଆମେ କିସୋଲର ଯେତେ ବି ପ୍ରଡକ୍ଟ ଅଛି, ସବୁ ପ୍ରଡକ୍ଟର ବି ଆମେ ଉଡାନ କୋର୍ସରେ ଆମେ ସେ କୋର୍ସ ନେଇପାରିବା। କୋର୍ସ ପାଇଁ କୌଣସି ପଇସା ଦରକାର ନାହିଁ ଆପଣଙ୍କୁ। ଖାଲି ଦୁଇଟି ଜିନିଷ ଦରକାର। ଆପଣ ନିଜ ନାଁରେ 2,500 ଟଙ୍କାର ଗୋଟେ ମାସ ଭିତରେ, ଆପଣଙ୍କୁ ଆଟ୍ ଏ ଟାଇମ୍ ବି କିଣିବା ଦରକାର ନାହିଁ। ଗୋଟେ ମାସ ଭିତରେ, ମାସ ମିନ୍ସ ଏମିତି ନୁହେଁ ଯେ କ୍ୟାଲେଣ୍ଡର ମନ୍ଥ। ଆଜି ହେଲା 3 ତାରିଖ, ଆପଣ ଆର ମାସ 3 ତାରିଖ ପର୍ଯ୍ୟନ୍ତ ବି ଆପଣ କିଛି 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 ପରଚେଜ କରିକି 2,500 ଟଙ୍କାର ଯଦି ଆପଣ ପରଚେଜ କରୁଛନ୍ତି ନିଜ ନାଁରେ, ବି ନୁହେଁ ଟଙ୍କା ଟଙ୍କାର ପରଚେଜ କରୁଛନ୍ତି, ତାହେଲେ ଉଡାନ କୋର୍ସରେ ଆପଣ ରେଜିଷ୍ଟ୍ରେସନ ହେଇଯାଇପାରିବ। ହଁ, ଦ୍ୱିତୀୟ କଥା ହଉଛି ଯେ ଯୋଉ ସମୟରେ ହଉଛି, ଯୋଉଟା ଆପଣଙ୍କୁ କମ୍ଫର୍ଟେବୁଲ ଟାଇମ, ସେ କହିବେନି ଯେ ଏତିକି ବେଳେ ବସନ୍ତୁ, ନାଇଁ, ଆପଣଙ୍କ କମ୍ଫର୍ଟେବୁଲ ଟାଇମଟା ସେଇ ଟାଇମକୁ ଷ୍ଟିକ୍ କରିକି ସେ କୋର୍ସକୁ ଆପଣ ନେବେ। ତ ହେଲେ କଣ ହବ ନା, ଆମେ ବହୁତ ସାରା କଥା ଆମେ ଜାଣିପାରିବା ତା ଉପରେ। ଯୋଉଟା ଆମେ ଜାଣିପାରିବା, ତ ତାକୁ ଆମେ ଅନ୍ୟମାନଙ୍କୁ ଆମେ ଜଣେଇ ପାରିବା। ଓକେ, ଥ୍ୟାଙ୍କ ୟୁ। ଆଚ୍ଛା। ପ୍ରବୀଣା ମ୍ୟାଡ଼ାମ, ଆଜ୍ଞା, ଅନମ୍ୟୁଟ କରନ୍ତୁ। ଅନମ୍ୟୁଟ ର ଅପସନ, ହଁ, ଆଜ୍ଞା। ସାର୍ ନମସ୍କାର। ଆଜ୍ଞା, ନମସ୍କାର। ସାର୍ କିସୋଲର ତ ମୁଁ 8ଟା କି 9ଟା ପ୍ରଡକ୍ଟ ୟୁଜ କରେ। ସକାଳ ମର୍ଣ୍ଣିଂ ମାନେ ଏଠୁ ଆରମ୍ଭ କରିକି ମୋରିଙ୍ଗା ଫେସ୍ ସ୍କ୍ରବ୍ ଠୁ ଆରମ୍ଭ କରି ତାର ଡେଲି ସିରମ, ନାଇଟ୍ ସିରମ, ହେୟାର ସିରମ, ସନସ୍କ୍ରିନ୍, ଆଉ ମୋରିଙ୍ଗା ର ଯୋଉ ଇଏର ଆମର ବଡି ଲୋସନ, ମୋରିଙ୍ଗା କ୍ରିମ, ସାର୍ ତାର ସବୁ ହିଁ ମୁଁ ୟୁଜ କରେ। ତାର ଏତେ ବେନିଫିଟ, ମୁଁ ନିଜେ ୟୁଜ କରେ, ମୋ ପରିବାରକୁ ସମସ୍ତେ ବି ତାକୁ ୟୁଜ କରନ୍ତି। ସମସ୍ତେ ୟୁଜ କରିକି ମୋର ସବୁ ଡାଉନଲାଇନ କି ମୁଁ ସମସ୍ତଙ୍କୁ ଦେଇଛି, କେତେ ଜିନିଷ ପ୍ରଡକ୍ଟ ସବୁ ଦେଇଛି। ତମେ ପ୍ରଥମେ ୟୁଜ କର, ତାପରେ ତମକୁ କଣ ଲାଗିଲା ତମେ ମତେ କହିବ। ଏତିକି କହୁଛି ସାର୍, ନମସ୍କାର। ବହୁତ ବଢିଆ। ଆହୁରି ବି ଆମେ ବ୍ୟାପକ କରିବା, ତ ବହୁତ ସାରା ଲୋକଙ୍କୁ ଜଣେଇବା। କାରଣ ମାର୍କେଟରେ ଯୋଉ ହାର୍ମଫୁଲ କେମିକାଲ ଲୋକମାନେ ଲଗାଉଛନ୍ତି, ଯୋଉଟା କି ଫେସ୍ ଖରାପ ହେଇଯାଉଛି। ଦେଖନ୍ତୁ, କାଲି ଆମେ ଗୋଟେ ଏତେ ବଢିଆ ପ୍ରୋଗ୍ରାମ କରୁଥିଲେ। ଯଦି ଆପଣ ଦେଖୁଥିବେ, ମ୍ୟାକ୍ସିମମ୍ ଜାଗାରେ ହୁଁ ଯୋଉଠି ପାର୍ଟିକୁ ଯାଉଛନ୍ତି, ତ ମାର୍କେଟରୁ ଯୋଉ ହୁଁ କୁ ଲଗେଇକି ଗଲା ବେଳକୁ ସେ ଯୋଉ ଝାଳରେ ବୋହି ଯାଉଛି, କେତେ ଖରାପ ଲାଗୁଛି। କିନ୍ତୁ ଇଏ, ସାର୍ ଝାଳରେ ବୁହା ଯେତିକି ଦରକାର ନୁହଁ, ବଡିରେ ପୁରା ରିଙ୍ଗ ରିଙ୍ଗ ହେଇକି ସବୁ ଚାଲି ଆସେ। ହଁ, କେତେ ଖରାପ ଆଉ ହେଇଯାଉଛି। ତ ହଁ, ଇଏ ଆମର ସେଟା ସବୁ ଦାନା ଦାନା ଦାନା। ହଁ, ଇଏ ଆମର ସିଲିକନ ଫ୍ରି ଅଛି, ଯୋଉରେ କି ହୁଁ ହାର୍ମଫୁଲ କେମିକାଲ ନାହିଁ। ଆମ ସ୍କିନ୍ କୁ ବହୁତ ସାର୍ ଥରେ ବଢିଆ। ମୋର, ମୁଁ ଥରେ ଥରେ ଗୋଟେ ଫଙ୍କସନ କୁ ଯାଇଥିଲି। ମୁଁ ରାତିରେ ଆମର ସବୁ ୟାର ସବୁ ଯେତିକି ସବୁ କ୍ରିମ ଫ୍ରମ ଲଗେଇକି ଯାଇଛି। ମୁଁ ଆସି ଶୋଇପଡିଲି, ସକାଳୁ ଉଠି କହିଲି, ମୁଁ ଆରେ ହେ, ମୁଁ ତ କାଲି ସଫା କରିନି। କିନ୍ତୁ ଯଦି ବାହାର ଜିନିଷ ଲଗେଇଥାନ୍ତି ସାର୍ ଆପଣ, ସେଗୁଡାକ ତେବେ ନଷ୍ଟ ହେଇଯାଇଥାନ୍ତା ମୁହଁ ଆପଣଙ୍କର, କିନ୍ତୁ ଇଏ କିଛି ବି ହେଇନି। ମାନେ ଜଣା ବି ପଡିଲାନି ଯେ ମୁଁ ରାତିରେ କାଲି ସବୁ ମେକଅପ୍ ଜିନିଷ ଲଗେଇକି ଯାଇଥିଲି ବୋଲି। ସକାଳକୁ ସେମିତି ନର୍ମାଲ ଅଛି। ବହୁତ ଖୁସି ଲାଗିଲା। ମୁଁ କହିଲି ଦେଖନ୍ତୁ, ଆମ କିଶୋର ଏତେ ବଢିଆ ଜିନିଷ ଯେ କି ବହୁତ ଆଜି ମ୍ୟାମ ବି କହିଲେ, ଆମର ଯୋଉ ସେଇ ଯୋଉ ସ୍କିନ୍ ଉପରେ, ମୁଁ ବି ସାର୍ ସେଇ 3ଟା ସ୍କିନ୍ ହିଁ ଜାଣିଥିଲି। ଡ୍ରାଏ, ନର୍ମାଲ, ଅଏଲ, ଆଉ ଡ୍ରାଏ, ଆଉ ନର୍ମାଲ, ଏଇ 3ଟା। ଆଉ 2ଟା ଯୋଉ ସ୍କିନ୍ କହିଲେ, ପ୍ରକୃତରେ ବି ସେମାନେ ସବୁ ଷ୍ଟଡି କରିକି ସେମାନେ ସବୁ ତା ବିଷୟରେ ସବୁ କରୁଛନ୍ତି ନା। ଆମଙ୍କର ତ ଏତେ ଆଉ ଇଏ ନାହିଁ। ତେଣୁ ବହୁତ ଭଲ ଜିନିଷ କହିଲେ। କହିଲେ ନାଇଁ, ଏ 2ଟାକୁ ବି ଯୋଉ ରିଙ୍କଲ ବାଜିଗଲେ, ଆମ ଘରେ ବି ସବୁ ୟୁଜ କରୁଛନ୍ତି, ସାର୍ ବି ୟୁଜ କରନ୍ତି। ସେ ନାତି ବି ମୋର ୟୁଜ କରେ, ବୋହୂ ମାନେ ବି କରନ୍ତି, ସମସ୍ତେ ୟୁଜ କରନ୍ତି। ମୁଁ କହିଲି ଦେଖ ୟାର ମୋରିଙ୍ଗାର କେତେ ଇଏ। ବହୁତ ଥ୍ୟାଙ୍କ ୟୁ ବଢିଆ, ସାର୍। ବହୁତ ବଢିଆ। ଆକ୍ଚୁଆଲି ଇଏ ଜାଣିବା ନିହାତି ଦରକାର। ଆଉ ଆଜିର ଗୁରୁକୁଳକୁ ଯୋଉମାନେ ବି ଆସି ପାରୁନାହାନ୍ତି, ତ ତାଙ୍କୁ ଜଣେଇବା ଦରକାର। ତାଙ୍କୁ ଏ ଲିଙ୍କ ପଠେଇବା ଦରକାର କି ଆଜି ଗୁରୁକୁଳରେ ଆମର
ସ୍କିନ୍ ରେ ବହୁତ ସାରା କଥା ଡିସ୍କସନ ହେଲା, କାରଣ ସମସ୍ତ ସ୍କିନ୍ ବହୁତ ବଢିଆ ଦରକାର। ଓକେ, ନର୍ମଦା ମ୍ୟାଡାମ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ନମସ୍କାର। ଆଜ୍ଞା, ନର୍ମଦା ମ୍ୟାଡାମ କୁହନ୍ତୁ। ପଳେଇଲା। ଆଜ୍ଞା ଆଜ୍ଞା, ଅନମ୍ୟୁଟ ଏବେ ଶୁଭୁଛି, କୁହନ୍ତୁ। ହଁ ସାର୍ ନମସ୍କାର। ଆଜ୍ଞା ନମସ୍କାର, କୁହନ୍ତୁ। ନମସ୍କାର। ଯୋଉ କିଶୋର ଜିନିଷ ସବୁ କହିଲେ, ମୁଁ ତ କିଶୋର ଜିନିଷ ପ୍ରାୟ ବ୍ୟବହାର କରୁଛି। ଆକ୍ଚୁଆଲି ସାର୍ ମୁଁ କେବେ ସାବୁନ ବ୍ୟବହାର କରେନି, କେବେ ବି କରେନି, ସବୁବେଳେ ଫେସ ୱାସ କରେ। ଏଇଥର ମୁଁ ସେଇ ଯୋଉ ମୋରିଙ୍ଗାର ସାବୁନ ଟା ବ୍ୟବହାର କଲି। ଆକ୍ଚୁଆଲି ଯେତେବେଳେ ସାବୁନ କରୁଥିଲି ଆଗରୁ, ସେତେବେଳେ ସାବୁନ ଟା ମାନେ ଲଗେଇଲା ପରେ ଦେହଟା ଡ୍ରାଏ ହେଇକି ଖାଲି କୁଣ୍ଡେଇ ହଉଥିଲା। ତାପରେ ଏଇ ସାବୁନ ଟା ବ୍ୟବହାର କଲା ପରଠୁ କିଛି ହଉନି ଆଉ। ତେଣୁ ମୁଁ ଭାବିଲି ବୋଧେ, ତେଣୁ ଏଇ ସାବୁନରେ ବୋଧେ ଆଉ କିଛି ନାହିଁ, ଏଇ ସାବୁନ ଟା ଦେହକୁ ସୁଟ୍ କରୁଛି। ତେଣୁ ସେଇ ମୋରିଙ୍ଗା ସାବୁନ ଟା ବ୍ୟବହାର କରୁଛି। ମୋରିଙ୍ଗାରେ ବି ସ୍କର୍ବ, ତାପରେ ତାର ଆହୁରି କେତେ ଗୋଟେ ଜିନିଷ ବ୍ୟବହାର କରୁଛି, ତାର ଫେସିଆଲ କିଟ୍ ବି ବ୍ୟବହାର କରୁଛି। ସବୁ ସେଇ ମୋରିଙ୍ଗାର ସବୁ ଜିନିଷ ଟା ବ୍ୟବହାର କରୁଛି କିଶୋରର। ଆଉ ମତେ ତ ମୋର ସ୍କିନ୍ ଟାକୁ ସୁଟ୍ କରୁଛି। ମୁଁ ଏମିତି ସେମିତି ଜିନିଷ ଲଗେଇଲେ ମୋ ସ୍କିନ୍ ସୁଟ୍ କରେନି, ମୋର କୁଣ୍ଡେଇ ହେଇକି ରେସେସ୍ ଭଳିଆ ହେଇଯାଏ। ତେଣୁ ଯେହେତୁ ଏଇଟା ହଉଛି, ତେଣୁ ମୁଁ ଭାବୁଛି ବୋଧେ ଏଇଟା ମୋ ସ୍କିନ୍ କୁ ସୁଟ୍ କରିବ। ଆଉ ତାପରେ ଆଉ ଗୋଟେ କଥା ସାର୍, ନୂଆ ବର୍ଷରେ ଭାବୁଛୁ କେତେ ଜଣଙ୍କୁ ଫଲୋଅପ୍ କରିବୁ, କେତେ ଜଣଙ୍କୁ ଟିମ ରେ ଆଣିବୁ। ଆଉ ତେଣୁ ଚେଷ୍ଟା, ସେଇ ବିଷୟରେ ଚେଷ୍ଟା ବି ଚଲେଇଛୁ। ଯୋଉ ମାନଙ୍କୁ ଚିହ୍ନା ପରିଚୟ ତାଙ୍କ ପାଖକୁ ଯିବୁ, ତାଙ୍କୁ ପ୍ରଡକ୍ଟ ବିଷୟରେ କହିବୁ, ବୁଝେଇବୁ। ଆଉ ଏମିତି ଭାବରେ ଆମକୁ ଚେଷ୍ଟା ଜାରି ରଖିବାକୁ ଭାବୁଛୁ। ଆଉ କଣ, ଆଉ କଣ କହିବି, ଏତିକି ତ କହୁଛି ଆଉ। ବହୁତ ବଢିଆ କଥା। ଆକ୍ଚୁଆଲି ଇଏ ବି ଯୋଉଟା କହୁଛନ୍ତି ବହୁତ ଭଲ କଥା କହୁଛନ୍ତି। କିନ୍ତୁ ଗୋଟିଏ କଥା ହଉଛି ଯେ, ଗୋଟେ ପବିତ୍ର ମନୋଭାବରେ ଯଦି ଆମେ ସେବା କାର୍ଯ୍ୟ କରିବା, ବହୁତ ଭଲ କାମ ହେଇପାରିବ। ପବିତ୍ର ମିନ୍ସ ଆମେ ଯାହାକୁ ବି ଯାଉଛେ ଜଏନିଂ କରିବା ପାଇଁ, ତାଙ୍କୁ ଜଏନିଂ ଇନ୍ ଦ ସେନ୍ସ ତାଙ୍କର ଭଲ ଚିନ୍ତା କରିକି ଆମେ ଯାଉଛେ। ଭଲ ଚିନ୍ତା କରିକି ସେମାନେ କେମିତି ସୁସ୍ଥରେ ରୁହନ୍ତୁ, ତାଙ୍କ ସ୍କିନ୍ କେମିତି ବହୁତ ବଢିଆ ରହୁ, ସେମାନେ କେମିତି ହସ୍ପିଟାଲକୁ କେବେ ନ ଯାଆନ୍ତୁ, ରୋଗ ତାଙ୍କର ନ ହଉ। ତ ଏ ପ୍ରକାରର ମନୋବୃତ୍ତି ନେଇକି ଆମେ ତାଙ୍କୁ ଯଦି ଯିବା, ତ ଜଏନ କରିବା ବଡ କଥା ନୁହେଁ। ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଫଟୋ ଦେଇଦେଲେ, ନୋମିନି ନାଁ ଦେଇଦେଲେ ଜଏନିଂ ହେଇଯିବ, ସେଟା ବଡ କଥା ନୁହେଁ। ମେନ୍ କଥା ହଉଛି ଯେ ତାଙ୍କ ଶରୀର ଭିତରକୁ ଆରସିଏମ ର ଉତ୍ପାଦକ ଯିବା ଦ୍ୱାରା ସେ କେତେ ସୁଖରେ ରହିବେ, ସେ କେତେ, ତାଙ୍କ ଶରୀର କେତେ ଆରୋଗ୍ୟ ହେଇକି ରହିବ, ସେଇଟା ହଉଛି ମେନ୍ ଉଦ୍ଦେଶ୍ୟ। ଓକେ, ଥ୍ୟାଙ୍କ ୟୁ ମ୍ୟାଡ଼ାମ। ଆରତି ଅପା କୁହନ୍ତୁ। ଜୟ ଆସିଏମ୍। Yes. ଏ ମା, ଏ ଭୂତ, ଏ ମୁଁ ନାଚ। ମୁଁ ଆଜି ବହୁତ ଦୁଃଖିତ ଯେ ଗୁରୁକୁଳରେ ଆଜି ମୁଁ ଆଟେଣ୍ଡ କରିପାରିଲିନି। ଲଗଇନ୍ କଲାରୁ ଉଠିଲି ଡେରିରେ, ଦେହଟା ଟିକେ ଅସୁସ୍ଥ ଲାଗିଲା। ଆଉ ସେଥିପାଇଁ ମୁଁ ଆଜି ଗୁରୁକୁଳରେ କିଶୋର ବିଷୟରେ କଣ ଆଲୋଚନା ହେଲା ମୁଁ ୟୁଟ୍ୟୁବରେ ଦେଖିବି। ଆଉ କିଶୋରର ସବୁ ପ୍ରଡକ୍ଟ ମୁଁ ୟୁଜ କରୁଛି। ଆଉ ତାର ବେନିଫିଟ ଆସ୍ତେ ଆସ୍ତେ ଜଣା ପଡିବ। ଆମେ ଜଷ୍ଟ ମାସେ ହବ ୟୁଜ କରୁଛୁ, ମାସେ 2 ମାସ ହବ। ତାପରେ ଆଉ କାଲି ପ୍ରୋଗ୍ରାମ କଣ କେମିତି ଲାଗିଲା ସମସ୍ତଙ୍କୁ, ଆଉ ମୋର ଯଦି କୋଉଠି କିଛି ଭୁଲ ରହିଥାଏ, ଆଉ ମତେ କ୍ଷମା କରିବେ ସମସ୍ତେ। ଆଉ ସବୁଠୁ ଖୁସି ଲାଗିଲା ତନ୍ମୟ ବାବୁ ଆଉ କାମାକ୍ଷା ନଗରରୁ ଏତେ ବାଟରୁ ସବୁ ଆସିଥିଲେ, ସେଇଟା ସେଥିପାଇଁ ମତେ ବହୁତ ଖୁସି ଲାଗିଲା। ଆପଣଙ୍କର ମୋ ଭୁଲ କୋଉଠି ନାତି ଆଉ ରହିଲା? ମୋ ନାତି ମୋ ପାଇଁ ଫନି ଟୋପି ନେଇ ଯାଇଛି। ଓକେ, ଆପଣଙ୍କର କିଛି ଭୁଲ ଭୁଲ କାହିଁକି ରହିବ? ସମସ୍ତେ ମିଶିକି ଆମେ କରୁଛେ, ବହୁତ ବଢିଆ ଏଞ୍ଜୟ ବି କଲେ, ଆଉ ବହୁତ ଖୁସି ଲାଗିଲା। ବର୍ଷରେ ଥରେ ଆମେ ତ ଏକାଠି ହଉଛେ। ମୁଁ ତ ବହୁତ ସେଇ ଖୁସି କଥା ଲାଗିଲା, କହିବି ଏତେ ଯେ ଗତ ଖୁସି। ବର୍ଷ ଆମର ପାଖାପାଖି ବୋଧେ 15 ଜଣ ଭିତରେ ଆମେ ଏକାଠି ହେଇଥିଲେ। ଯାହା ହଉ ଏଥର ତ 140 ଜଣ। 30-35 ଜଣ ଏକାଠି ତ ହେଲେ। ହଁ 40 ଜଣ କାଉଣ୍ଟ କରାହେଇଛି, 40 ଜଣ ଛୋଟ ବଡ ମିଶିକି। ଆରେ ବାହ, ଛୋଟ ପିଲା 40 ବି ହେଇଗଲେ। ମିଶିକି। ହଁ। ତ ଇଏ ଡବଲ ଡବଲ ରୁ ଅଧିକା ବି ହଉଛନ୍ତି। ଆସନ୍ତା ବର୍ଷକୁ ଦେଖିବେ ଆମେ 200 ଲୋକ ଏକାଠି ହେଇଥିବା। ଓକେ, ବହୁତ ବଢିଆ କଥା, ଆଗକୁ ବଢି ଚାଲିବ। କହିବାର ଓକେ, ବହୁତ ବଢିଆ। ଆଜି ଆପଣ ମନ ଦୁଃଖ କରିବାର କିଛି ନାହିଁ। ଶରୀର କଥା, କେତେବେଳେ ଟିକେ ଟାୟାର୍ଡ ହେଇଯାଉଛି, ଆମେ ରେଷ୍ଟ ନେଇଯାଉଛେ। ଶରୀର ଚାହୁଁଛି ରେଷ୍ଟ ନେବା ପାଇଁ, ଆମେ ରେଷ୍ଟ ନେଲେ ତ ସେଥିରେ ବହୁତ ବଡ କଥା ନାହିଁ।
ତ ଆଜି ଗୁରୁକୁଳ ଅଛି, ଗୁରୁକୁଳ ମାନେ ୟୁଟ୍ୟୁବ ରେ ଅଛି। ଆମେ ତାକୁ ଦେଖିନେଲେ ଆମେ ବହୁତ ବଢିଆ ସ୍କିନ୍ ଉପରେ ଆମେ ତାହେଲେ ରେଜିଷ୍ଟ୍ରେସନ କରିକି ବି ମୁଁ ଆଟେଣ୍ଡ କରି ମାନେ କୋଉ ଡେଟ୍ ତାଙ୍କୁ ଦେଇପାରୁନି ଏପର୍ଯ୍ୟନ୍ତ। ଓକେ, ଆପଣ ଆପଣ ରେଜିଷ୍ଟ୍ରେସନ କରିଦେବେ, ଡେଟ୍ କରିଛି ନା ଦେଇଦେବେ। କାହିଁକି ଦେଖନ୍ତୁ, କେବଳ ଯେ ଇଏ ଯୋଉ ଉଡ଼ାନ କୋର୍ସ, ଇଏ ଆମ ନିଜ ପାଇଁ କରୁଛେ ନାହିଁ, ଆମ ପୁରା ଟିମ୍ ପାଇଁ କରୁଛେ। ଯଦି ଆମେ ନ କରିବା ତାହେଲେ ଆମ ଟିମ୍ କେମିତି କରିବ? ଆଉ ଟିମ୍ ଯଦି ନ ଜାଣିବ ଏଇ ଯୋଉ ଏତେ ଗୁଡେ କିସୋଲର ଏତେ ବଢିଆ ବଢିଆ ଜିନିଷ ଅଛି ତା ଭିତରେ ଯଦି ନ ଜାଣିବେ, ତାହେଲେ ଟିମ୍ ଲୋକ ଆଗକୁ ବଢିବେ କେମିତି? ତ ସେଥିଲାଗି ଆମେ ନିଜେ କରିବା ଦରକାର, ଆଉ ଟିମକୁ ବି ବତେଇବା ଦରକାର, ଆଉ ଧୀରେ ଧୀରେ ଆମେ ଆଗକୁ ବଢିବା। ଓକେ, ଥ୍ୟାଙ୍କ ୟୁ ସାହୁ ଭାଇ। ବେଶୀ ମଜା ଲାଗିଲା ଆରତି ବାପାଙ୍କ ନାତି ଦି ଜଣ ଯୋଉ ଆମକୁ ବୁଲେଇଲେ, ଚକ୍ର କରାଇଲେ, ସେଇଟା ବେଶୀ ମଜା ଲାଗିଲା କାଲି। ତା ସହିତ ଆଜିର ଯୋଉ ପ୍ରୋଗ୍ରାମ କିଶୋର ର ସ୍କିନ୍ ଉପରେ ଯୋଉଟା କହିଲେ ବହୁତ ବଢିଆ। ତେଣୁ ଆମେ ସମସ୍ତଙ୍କୁ ଯେତେ ପ୍ରମୋସନ କରିପାରିବା, ଏ କିଶୋର ର ପ୍ରଡକ୍ଟ ଉପରେ ପ୍ରମୋସନ କଲେ ଆମେ ବହୁତ ବଡ ସକ୍ସେସ ହେଇପାରିବା। ଯୋଉ ଫେସ ୱାଶ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯୋଉ ଜିନିଷ, କ୍ରିମ, ମୋରିଙ୍ଗା କ୍ରିମ, ମୋରିଙ୍ଗା ସାବୁନ, ୟା ପରେ ବହୁତ ବଢିଆ ସ୍କିନ୍ ପାଇଁ, ଯେମିତିକି ମ୍ୟାଡାମ କହିଲେ ଯେ ମୋରିଙ୍ଗା ସାବୁନ ତାଙ୍କ ପାଇଁ ବହୁତ ବଢିଆ। ତେଣୁ ଏଇ ମୋରିଙ୍ଗା, ମୁଁ ବି ଜାଣୁଛି ଯେ ମୋର ମ୍ୟାଡାମ ବି ମୋରିଙ୍ଗାର ପ୍ରଡକ୍ଟ ୟୁଜ କରୁଛନ୍ତି, ବହୁତ ଭଲ ଲାଗୁଛି ତାଙ୍କୁ, ସିଏ ବି କହୁଛନ୍ତି ବହୁତ ଭଲ ଲାଗୁଛି। ତେଣୁ ଆମେ ମାନେ ଆ ଉପରେ ବହୁତ ବଡ କାମ କରିପାରିବା। ଆଉ ସକ୍ସେସ ଉଡାନ କୋର୍ସ ବି ଆମେ କରିବା ଦରକାର, ଆମେ ବି ଲାଗି ପଡିବା। ମୁଁ ବି ଚେଷ୍ଟା କରୁଛି ଏ ମାସରେ ଉଡାନ ର 2,500 ଟଙ୍କାର ପ୍ରଡକ୍ଟ କିଣିକି ମଧ୍ୟ ତାକୁ ପ୍ରମୋସନ କରିବି, ଆଉ ତା ସହିତ ଉଡାନ କୋର୍ସରେ ବି ଭାଗ ନେବି। ଓକେ, ଓଭର ଟୁ ବହୁତ ସତ୍ୟଜିତ। ବହୁତ ବଢିଆ। ନମିତା ମ୍ୟାଡାମ, ଅନମ୍ୟୁଟ କରନ୍ତୁ। ଆଜ୍ଞା। ସାର୍ ନମସ୍କାର। ଆଜ୍ଞା, ଜୟ ନମସ୍କାର। ଆସେମ। ସାର୍ ମୁଁ ତ ଆଜି ଶୁଣିଥିଲି କି ସୋଲ ଉପରେ ବହୁତ ବଢିଆ ଜିନିଷ, ପ୍ରଡକ୍ଟ ଉପରେ, ୟୁଜିଂ ଉପରେ। ଆଉ ମୁଁ ବି ନିଜେ ୟୁଜିଂ କରୁଛି, ସବୁ ସବୁ ଜିନିଷ ମୋର ଅଛି, ସିରମ ଠୁ ଆରମ୍ଭ କରି ସବୁ। କିନ୍ତୁ ଭଲ ଭାବେ ନିଜେ ୟୁଜ କଲା ପରେ ମୋର କେମିତି ବେନିଫିଟ ହଉଛି, ମୁଁ ଜଷ୍ଟ 15 ଦିନ ହେଲାଣି ୟୁଜ କରୁଛି କିଶୋର ସିରମ ଏକା। ଆଉ ମୁଁ ମାସେ ଖଣ୍ଡେ ନିହାତି ଦେଖିବି, ତାପରେ ପ୍ରଡକ୍ଟ ଦେବି। ତାପରେ ବି ମୋର ପୂର୍ବରୁ ନେଇଯାଇଛନ୍ତି ମୋରିଙ୍ଗାର ସବୁ, ମୋ ରିଲେସନ ଭିତରେ ସମସ୍ତେ ଆସିକି ନେଇଛନ୍ତି। ଆଉ ଟିକେ ଡେଭଲପ କରିବା ପାଇଁ ହେଲେ ନିଜ ଉପରେ କେୟାର କଲା ପରେ ସମସ୍ତଙ୍କୁ ଇଏ କରିବି, ଆପ୍ରୋଚ କରିକିରି ତାକୁ କେମିତି ଭଲ ଭାବେ ସେଲ କରିବି ବୋଲି ଚିନ୍ତା କରୁଛି। ବହୁତ ବଢିଆ। ଉଡାନ କୋର୍ସ କରିବା ଦ୍ୱାରା ସାଇଣ୍ଟିଫିକ ଟର୍ମ ବି ଆମେ ଜାଣିଯିବା ଯେ କଣ କଣ ଅଛି ସେ ପ୍ରଡକ୍ଟରେ, ଆଉ ତା ଦ୍ୱାରା କଣ କଣ ଡେଭଲପ ହଉଛି। ତ ଉଡାନ କୋର୍ସ କରନ୍ତୁ। ତ କରିବା ଦ୍ୱାରା ଆମେ ବହୁତ କିଛି ନଲେଜ ବି ପାଇଯାଇ ପାରିବା। ଓକେ, ଆଜ୍ଞା ଥ୍ୟାଙ୍କ ସାର୍, ୟୁ। ଉଡାନ କୋର୍ସ ତ କରିବି। ତାପରେ ମୁଁ ନିଜେ ବି ବାରମ୍ବାର ବାରମ୍ବାର ସେଇ ତାର ଯୋଉ ଦଉଛି ୟୁଟ୍ୟୁବ ରେ ଦେଖିକିରି ବି ତାକୁ ନିଜେ ୟୁଜ କଲେ ବି ଆମ ଇଏ ପାଇଁ ଭଲ, ମୋ ସ୍କିନ୍ ପାଇଁ ଭଲ ହବ। ଆଉ ମୋ ସ୍କିନ୍ ଭଲ ହେଲେ ତ ମୁଁ ଅନ୍ୟ ଲୋକଙ୍କ ସ୍କିନ୍ ଉପରେ ବହୁତ ଇଏ କରନ୍ତି ନା, କାଳେ ମୋର କଣ ହେଇଯିବ କି। ମୁଁ ବି ମୋରିଙ୍ଗାର ସବୁ ଲଗାଉଥିଲି, ମୋରିଙ୍ଗାର ପ୍ରଥମେ ପ୍ରଥମେ ଲଗେଇଲା ବେଳକୁ ମୋର କଣ ମୁହଁରେ ସବୁ ଇଏ ହେଲା। ମୁଁ ସେଇଟାକୁ ଜଷ୍ଟ ଛାଡି ଦେଇଛି, ଛାଡି ଦେଇକିରି ବର୍ତ୍ତମାନ ହଉଛି କିଶୋର ସିରମ, ଡେ ସିରମ, ନାଇଟ ସିରମ ସବୁ ଆଣିକି, ତାପରେ ସନସ୍କ୍ରିନ୍ ଲୋସନ ଲଗଉଛି। ଭଲ ଲାଗୁଛି ତ ଏବେ। ତାପରେ ସେଇଟା ୟୁଜ କରିକି ମାସେ ଖଣ୍ଡେ ନେଲା ପରେ ଯାହା ସମସ୍ତଙ୍କୁ ଇଏ କରିବି, ଆପ୍ରୋଚ କରିବି ଆଉ। ବହୁତ ବଢିଆ। ହଉ ସାର୍। ଆକ୍ଚୁଆଲି ସେଇଟା ବି ଠିକ କଥା, କାରଣ ଆମର ଶରୀର ହଉଛି ଆମର ଶୋରୁମ, ଯାହା ସାଙ୍ଗରେ ଆମେ କଥା ହବା, ଫାଷ୍ଟ ଇମ୍ପ୍ରେସନ ଲାଷ୍ଟ ଲଙ୍ଗ। ପ୍ରଥମେ ଯାହା ସାଙ୍ଗରେ ଆମେ କଥା ହଉଛେ, ତ ଯଦି ଆମେ ଆମ ସ୍କିନ୍ ଖରାପ ଥିବ, ତ ଆମେ ଠିକ ଭାବରେ ନଥିବା, ତ ତ ଲୋକଙ୍କୁ ଆମେ କଣ ପ୍ରେଜେଣ୍ଟ କରିପାରିବା। ଓକେ, ଥ୍ୟାଙ୍କ ୟୁ। ମନୋଜ ବାବୁ, ଆଜ୍ଞା, ଅନମ୍ୟୁଟ କରନ୍ତୁ। ସାର୍ ସାର୍ ଆଜି ଗୁରୁକୁଳରେ ପ୍ରେଜେଣ୍ଟ ନଥିଲି, ଅଳ୍ପ ସମୟ ଥିଲି। କିନ୍ତୁ କିଶୋର ଉପରେ ଆଜ୍ଞା ମୁଁ କାମ କରିନି, ମୁରିଙ୍ଗା ଉପରେ କାମ କରିଛି, ପ୍ରାୟ 2 ମାସ ହେଲା କରୁଛି। ସାବୁନ ତ ମୋର ପ୍ରଥମରୁ ମୁଁ କରୁଛି, କିନ୍ତୁ ଯୋଉ ବଡି ଲୋସନ ଏବେ କରିଛି, ଆଉ ସାମ୍ପୁ ବି ମଧ୍ୟ ଆରମ୍ଭ କଲିଣି। ଆଉ ନିଶ୍ଚିନ୍ତ ୟାର ଅ, କାମ କରିକି ମୁଁ ନିଶ୍ଚିନ୍ତ ଫିଲ୍ଡରେ ମଧ୍ୟ କରିବି। ଆଉ ଜୟ ବହୁତ ଶ୍ରୀ ସାର୍। ବହୁତ ବଢିଆ। ଆମକୁ ଅଲରାଉଣ୍ଡର ହବାକୁ ଅଛି, ସବୁଥିରେ ଏକ୍ସପର୍ଟ ହବାକୁ ଅଛି। ଆଉ ମେନ୍ କଥା ହଉଛି କିଶୋର ଉପରେ କାମ କରିବା ପୂର୍ବରୁ
ଆମକୁ ଉଡ଼ାନ କୋର୍ସ ଯଦି ଆମେ ଆଟେଣ୍ଡ କରିକି ଉଡ଼ାନ କୋର୍ସ ଆମେ ଜଏନ୍ କରିକି ତାକୁ ଆମେ ଶିଖିଯିବା ପ୍ରଡକ୍ଟ ଭିତରେ କଣ ଅଛି। ମୁଁ ତ ଆଜି ପର୍ଯ୍ୟନ୍ତ ଜାଣିନଥିଲି ଯେ ସେଇ ମାନେ ଏଇ ଯୋଉ କ୍ରିମ ଭିତରେ ସିଲିକନ ଥାଏ ବୋଲି। ତ ମୁଁ ସେ ତାକୁ ବି ଧୀରେ ଧୀରେ ଇଏ କୋର୍ସ ମାଧ୍ୟମରେ ସବୁ କିଛି ଆମେ ଶିଖିପାରିବା। ମୁଁ ଯେତେବେଳେ କୋର୍ସ କଲି ମୁଁ ଜାଣିଲି ଯେ ଇଏ ସିଲିକନ ଫ୍ରି ଆମର ପ୍ରଡକ୍ଟ ଅଛି, ଇଏ ସବୁ ଜିନିଷ ଅଛି, ବହୁତ ସାରା କଥା ଆମେ ଜାଣିପାରିଲି। ତ ଆପଣ ଉଡ଼ାନ କୋର୍ସ କରନ୍ତୁ, ଜାଣିପାରନ୍ତୁ। ଓକେ। ଅମି ବାବୁ, ଆଜ୍ଞା। ହଁ, ଅନମ୍ୟୁଟ କରନ୍ତୁ ଆଜ୍ଞା। ଅମି ବାବୁ ଆପଣଙ୍କ ଅନମ୍ୟୁଟ ହଉନି। ନେଟୱାର୍କର ବୋଧେ ଚ୍ୟାଲେଞ୍ଜ ଅଛି। ବହୁତ ବଢିଆ କଥା। କାଲି ଆମେମାନେ ସମସ୍ତେ ଏକାଠି ହେଲେ, ବହୁତ ଖୁସି କଲେ। ଆମେ ଗୁରୁକୁଳରେ ବସିବା ପାଇଁ ସଂକଳ୍ପ କଲେ, ଅନ୍ୟକୁ ବସେଇବା ପାଇଁ ବି ସଂକଳ୍ପ ନେଲେ କାଲି। ଆଉ ସବୁଠୁ ବଡ କଥା, ମୁଁ କାଲି ଯୋଉ ଆପଣମାନଙ୍କୁ ପାଖକୁ ପହଞ୍ଚିଲି, ଯୋଉ ଗେସେସର ଯୋଉ ଫର୍ମୁଲା ଟିସି ସାର୍ ଆମକୁ ଦେଇଛନ୍ତି, ତ ଏଠି ଚାନ୍ଦ ସାର୍ ବି ଅଛନ୍ତି, ତାଙ୍କୁ କହିବାକୁ ଚାହେଁ ତାର ଗୋଟେ ଫର୍ମାଟ ଅଲରେଡି କରିକି ନେଇଥିଲି। ଯୋଉ ଫର୍ମାଟ କି ତା ଦେହରେ ଗେସେସ ର ସବୁ ଯାକ ଫର୍ମୁଲା ଆମର ଥିଲା। ଆଉ ତା ଦେହରେ ଆମେ ଆଉ କହିପାରିବେ କି କିଛି ଅ, ଆପଣଙ୍କର ଆଜି ନେଟୱାର୍କର ବହୁତ ଚ୍ୟାଲେଞ୍ଜ ଅଛି। ଓକେ, ଠିକ ଅଛି। ଗେସେସ ର ସବୁ ଯାକ ଫର୍ମୁଲା ଥିଲା। ଅ, ତା ସହିତ ସଣ୍ଡେ ଠୁ ନେଇକି ସଟରଡେ ପର୍ଯ୍ୟନ୍ତ ୱିକଲି ପୁରା ଗୋଟେ ଡାଟା ସିଟ୍, ଆଉ ତା ଦେହରେ ରିମାର୍କ ଆମେ ଆଜି କଣ କଲେ, ମାନେ ଏ ୱିକରେ କଣ କଲେ, ତ ଟୋଟାଲ ଯାହା ଉପରେ ପର୍ଟିକୁଲାର ଏଇ ଯୋଉ 20ଟା ପଏଣ୍ଟ ଉପରେ କଣ କଣ କାମ କରିଛେ କି ନ କରିଛେ। ଯେମିତି ପ୍ରେଜେଣ୍ଟ ପକାନ୍ତି କ୍ଲାସରେ, ଟିକ୍ ମାରିବା ନହେଲେ ନାହିଁ ଭୁଲ ମାରିବା। ତ ଆଜିଠୁ ଆମେ ଟ୍ରାଏ କରିବା, ହଁ, ଟିମରେ ସମସ୍ତଙ୍କୁ ସର୍କୁଲେଟ କରିବା, ତାର ଜେରକ୍ସ କରିକି ଟିମରେ ସର୍କୁଲେଟ କରିବା। ଦେଖନ୍ତୁ ଆମେ ଏଠି ବସୁଛେ, ଗୁରୁକୁଳ ଆଟେଣ୍ଡ କରୁଛେ, ଟାଇମ ବି ସ୍ପେଣ୍ଡ କରୁଛେ, ଯଦି କାମ ନ ହବ, ଆଉ ଟିସି ସାର୍ ଯୋଉ ହିସାବରେ ଚାହୁଁଛନ୍ତି ଯେ ଯୋଉ ପ୍ରକାରର କାମ କରିବା ଦରକାର, ଯଦି କାମ ନ ହବ ତାହେଲେ ଇଏ ସବୁ ବ୍ୟର୍ଥ ଚାଲିଯିବ। ସବୁ କିଛି କରିବା, ତା ଭିତରେ ଆମେ ଗ୍ରୋଥ ବି କରିବା। କାଲି ସକାଳୁ ଏସବୁ ଯୋଉମାନେ ବସୁନାହାନ୍ତି ଆଜି, ଆପଣ ଥରେ ଚିନ୍ତା କରନ୍ତୁ, ଆଜି ଗୁରୁକୁଳରେ ଯୋଉମାନେ ବସୁନାହାନ୍ତି, ଗୁରୁକୁଳ ଶାଖାରେ ଯୋଉମାନେ ବସୁନାହାନ୍ତି, ତ ଯଦି ଆମର ସେମାନେ ଗ୍ରୋଥ ଦେଖିପାରିବେନି, ତ ସେମାନେ କଣ କହିବେ? କହିବେ କି ବସିକି ଲାଭ କଣ ହେଲା। ତ ଆମେ ତ ଯାହା ସେ ତ ସେଇଆ, କିନ୍ତୁ ଆମକୁ ଗ୍ରୋଥ କରିକି କରିକି ଦେଖେଇବାକୁ ପଡିବ। ଆମ୍, ଯେ ଯୋଉ କାଲି ପ୍ରାୟତଃ ସମସ୍ତଙ୍କ ପାଖରେ ପହଞ୍ଚି ଯାଇଛି, ଆଉ ଅମିୟଙ୍କ ଟିମରେ ପହଞ୍ଚିନି। ମୁଁ ଯିବି ପାଟକୁରା, ଯିବି 11 ତାରିଖ। 11 ତାରିଖ ଦିନ ସେ ଫର୍ମାଟ ନେଇକି ଯିବି। ତ ତାକୁ ଜେରକ୍ସ କରିଦବା। ଜେରକ୍ସ କରିକି ଆମେ ସର୍କୁଲେଟ କରିବା ଟିମରେ ପ୍ରତ୍ୟେକ ସାଥୀ, ଯେ ଆମେ ଗେସେସ ର ଯୋଉ ଫର୍ମୁଲା ଅଛି ଆଜି କଣ କାମ କରୁଛେ। ଯୋଉଟା କାମ କରିଛେ ଇମାନଦାର ସହିତ ଟିକ୍ ମାରିବା, ଯୋଉଟା କାମ ନ କରିଛେ ଭୁଲ ମାରିବା। କିଛି ନାହିଁ, ଆମେ ନିଜକୁ ନିଜେ ଆନାଲିସିସ୍ କରିବା, ମୂଲ୍ୟାଙ୍କନ କରିବା ନିହାତି ଦରକାର। ତ ଏଠି କେହି କାହାର ମାଲିକ ନୁହନ୍ତି, କେହି କାହାକୁ କିଛି ପଚାରିବେ ବି ନାହିଁ। ନିଜକୁ ନିଜେ ମୂଲ୍ୟାଙ୍କନ କରିବା, ମୁଁ ଆଜି କଣ କରିଛି। ଯଦି ମୁଁ ଆଜି ମୋର ଗ୍ରୋଥ ଉପରେ କାମ କରିଛି, କିମ୍ବା ଆକ୍ଟିଭ ଧର୍ମେ ବୃଦ୍ଧି ତା ଉପରେ କାମ କରିଛି, ଯାହା ଉପରେ ଆମେ ଯାହା ଯାହା କାମ କରିଛେ, ତ ତାକୁ ଟିକ୍ ମାରିବା। ତ ଯୋଉଟା ଆମେ କରିନେ, ତାହେଲେ ତାକୁ ଭୁଲ ମାରିଦବା। ତ ଠିକ ଅଛି, ଆମେ ଆଗକୁ ବଢିବା। ଆମ ଭିତରେ ସାର୍ ଅଛନ୍ତି, ସାର୍ଙ୍କୁ ଇନଭାଇଟ କରିବା। ସାର୍ ୱେଲକମ୍ ସାର୍। ଚାନ୍ଦ ସାର୍, ସାର୍ଙ୍କର ଆଜି କାହିଁକି ଅନମ୍ୟୁଟ ହେଇପାରୁନି। ହ୍ୟାଲୋ। ହଁ ସାର୍, ହେଲା। ନମସ୍କାର। ହଁ ନମସ୍କାର। ମୋର ଟିକେ ପ୍ରୋବ୍ଲେମ ହଉଛି। ହ୍ୟାଲୋ। ହଁ ସାର୍, କୁହନ୍ତୁ ସାର୍। ହଁ, ଥ୍ୟାଙ୍କ ୟୁ ସମସ୍ତଙ୍କୁ। ନମସ୍କାର ସମସ୍ତଙ୍କୁ, ଗୁଡ ମର୍ଣ୍ଣିଂ, ଜୟ ଆରସିଏମ। ହଁ ସାର୍, ଶୁଭୁଛି ସାର୍, ନମସ୍କାର କୁହନ୍ତୁ। ନମସ୍କାର। ଆଜ୍ଞା। ଦେଖନ୍ତୁ, ଆମର ପ୍ରଡକ୍ଟର ଯୋଉ ନଲେଜ ଆମର ପ୍ରାୟ ଗୁରୁକୁଳରେ ଆପଣମାନେ ସମ୍ପୂର୍ଣ୍ଣ ଭାବେ ଶୁଣୁଛନ୍ତି, ଟ୍ରେନିଂ ନଉଛନ୍ତି। କି ସୋଲର ପ୍ରଡକ୍ଟ, କେତେବେଳେ ଗାମା ଓରିଜିନାଲ ପ୍ରଡକ୍ଟ, କେତେବେଳେ ହେଲ୍ଥ ଗାର୍ଡର ତେଲ ବିଷୟରେ ପ୍ରାୟ
ସବୁ ପ୍ରଡକ୍ଟ ବିଷୟରେ ମାନେ ଟିକିନିକି ଜ୍ଞାନ ବାର ବାର କରି ଆମକୁ ଦିଆଯାଉଛି। ସେ ପ୍ରଡକ୍ଟ କୁ ଆମେ ଭଲ ମନ୍ଦନ ଜାଣିବା, ବୁଝିବା, ସେ ପ୍ରଡକ୍ଟ କେମିତି ଭାବରେ ଶରୀର ପାଇଁ ଉପକାରୀ ଆଉ କେମିତି ଭାବରେ ଆମର ସେ ପ୍ରଡକ୍ଟର କଣ କଣ ତାର ଇନଗ୍ରେଡିଏଣ୍ଟ ଅଛି, ଏ ସବୁ ଟିକିନିକି ଭାବେ ସବୁ ପ୍ରଡକ୍ଟ ବିଷୟରେ ଆମର ଗୁରୁକୁଳରେ ଚାଲିଛି। ଆର ଉଦ୍ଦେଶ୍ୟ ହଉଛି ଯେ ଆମେ ସେ ପ୍ରଡକ୍ଟ ବିଷୟରେ ନଲେଜ ସମ୍ପୂର୍ଣ୍ଣ ଭାବେ ଆମର ହବା ଦରକାର। ଏ ଭିଡିଓ ମଧ୍ୟ ବାର ବାର ଦେଖିକିରି ପ୍ରଡକ୍ଟ ନଲେଜ ହବା ଦରକାର। ଆମେ ଯେତେବେଳେ ଆମର ଆମର ତାପରେ କର୍ମ କଣ, କେବଳ ଯୋଉମାନେ ଚାହିଁବେ ଯେ ହଁ ମୁଁ ଖାଲି ବ୍ୟବହାର କରିବି, ମୁଁ ଜାଣିଲି ଭଲ ପ୍ରଡକ୍ଟ ଭଲ, ସେ ଯୋଉମାନେ ଖାଲି ୟୁଜର, ଆମର RCM ସିଷ୍ଟମରେ এই ଅଭିଯାନରେ ପ୍ରାୟ 3 ପ୍ରକାରର ମାନସିକତା ଥିବା ବ୍ୟକ୍ତିଙ୍କର ଅଛି। ପ୍ରଥମ ହେଲା ଜଣେ କେବଳ ପ୍ରଡକ୍ଟ ସେ ୟୁଜ କରିବେ, ପ୍ରଡକ୍ଟ ୟୁଜ କରିବେ, ବେଷ୍ଟ କ୍ୱାଲିଟିର ପ୍ରଡକ୍ଟ, ଶରୀର ପାଇଁ ଭଲ, ପରିବାର ପାଇଁ ସମସ୍ତେ ୟୁଜ କରିବେ, ସେ ୟୁଜର। ଆଉ ଗୋଟେ ମାନସିକତାର ବ୍ୟକ୍ତି ଅଛନ୍ତି ଯୋଉମାନେ ପ୍ରଡକ୍ଟ ୟୁଜ କରିବେ ଆଉ ଅନ୍ୟକୁ ମଧ୍ୟ ୟୁଜ କରିବା ପାଇଁ ବୁଝେଇବେ, କହିବେ, କାରଣ ମୁଁ ଯେତେବେଳେ ଭଲ ଅଛି ଅନ୍ୟମାନେ ବି ଭଲ ହୁଅନ୍ତୁ, এই ପ୍ରକାର ମନୋଭାବ। ଆଉ ତାର ମନୋଭାବ ଅଛି ଯେ ଯୋଉମାନେ ଚାହିଁବେ ଯେ ମୁଁ ଏଥିରେ ଇନକମ କେମିତି କରିବି, ଏତେ ଭଲ ପ୍ରଡକ୍ଟ ମୁଁ ଏଥିରେ କି ଇନକମ କରିବି, ତେଣୁ ସେ ଅନ୍ୟମାନଙ୍କୁ ସେୟାରିଂ କରିବା ପାଇଁ, ରିଟେଲିଂ କରିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି ଆଉ ବହୁତ ବହୁତ ବିକ୍ରି ମଧ୍ୟ କରୁଛନ୍ତି। ତୃତୀୟ ପ୍ରକାର ଲୋକ ହଉଛନ୍ତି ଯୋଉମାନେ RCM ସିଷ୍ଟମରେ ବିଜନେସ କରିବା ପାଇଁ ଚାହାନ୍ତି, ଟିମ୍ ତ କରିବାକୁ ଚାହାନ୍ତି, ବହୁତ ଲୋକଙ୍କ ଏଇ ପ୍ରଡକ୍ଟ ବିଷୟରେ ଟିକିନିକି କହିବା, ତା ସହିତ ଇନକମ କେମିତି ଆସିବ, ଘରେ ବସି ଇନକମ କେମିତି ଆସିବ, ତାଙ୍କର ଷ୍ଟାଣ୍ଡାର୍ଡ ଅଫ ଲିଭିଂ କେମିତି ବଢିବ, ସେମାନଙ୍କର ଡେଲି କାର୍ଯ୍ୟକ୍ରମ ଭିତରେ RCM ମଧ୍ୟ ସେମାନେ କରୁଛନ୍ତି। ଏଇ ହଉଛନ୍ତି ବିଜନେସ ର ମେଣ୍ଟାଲିଟି, ଏଇ ପ୍ରକାର 3ର। ତ ଯାହା ହଉ ନା କାହିଁକି ଯଦି ଆମେ ନିଜେ ବ୍ୟବହାର କରିବା ପ୍ରଡକ୍ଟ, ତାହେଲେ ଆମେ ଜାଣିବା ଯେ ପ୍ରଡକ୍ଟର କ୍ୱାଲିଟି, ବେଷ୍ଟ କ୍ୱାଲିଟିର ପ୍ରଡକ୍ଟ, ସବୁ ଟିକିନିକି। ଯଦି ଆମେ ଚାହିଁବା ଯେ ଆମର ସାହି ପଡିଶା, ବନ୍ଧୁ ବାନ୍ଧବ, ସାଙ୍ଗସାଥି ସମସ୍ତଙ୍କୁ ଆମେ ପ୍ରଡକ୍ଟକୁ ସେୟାର କରିବା, ସେଥିପାଇଁ ଆମେ ତାଙ୍କୁ ଅତି ସହଜ ଭାବରେ ତାଙ୍କୁ ସେଲ କରିପାରିବା। ଆମେ ସେଲ କରିବାନି, ସେମାନେ କିଣିବେ। ଏଥିରେ ଆମେ କାହାକୁ ସେଲ କରିବାର ସିଷ୍ଟମ ନୁହେଁ, ଏଥିରେ କାଉନସିଲିଂ କରିବାର ସିଷ୍ଟମ। କାଉନସିଲିଂ କରିବା ଦ୍ୱାରା ଡିସପ୍ଲେ ୱାଲ କରି ଘରେ ଲୋକ ଅତିଥି ଆସିବେ, ଲୋକମାନେ ବସିବେ, ତାଙ୍କ ସହିତ କାଉନସିଲିଂ କରିବା, ଯେକୌଣସି ଗୋଟେ ପ୍ରୋଗ୍ରାମ କରିକି କାଉନସିଲିଂ କରିବା ଯେ ପ୍ରଡକ୍ଟର କ୍ୱାଲିଟି କଣ। ମାନେ ମନେ କରନ୍ତୁ ଆଜିର ପ୍ରଡକ୍ଟ ଯୋଉ ହେଲା କିସୋଲର ପ୍ରଡକ୍ଟର ବିଷୟରେ ଆପଣ ଯଦି 10 ଜଣଙ୍କୁ ବସେଇକିରି ଆପଣଙ୍କର ଘରେ କି ଯୋଉ ଜାଗାରେ ଆଉ କାହା ଘରେ ବି ବସେଇକିରି ହୋମ ମିଟିଂ କରି କିସୋଲର ପ୍ରଡକ୍ଟର ବିଷୟରେ ଯାହା ଯାହା ଆଜି ଆପଣ ମାନେ ଜାଣିଲେ, ତାକୁ ଭିଡିଓରେ ଆଉଥରେ ଦେଖି ଯଦି ବର୍ଣ୍ଣନା କରିବେ, କିଛି କହିବା ଦରକାର ନାହିଁ ଯେ ଆପଣ କିଣନ୍ତୁ କିଣନ୍ତୁ କିଣନ୍ତୁ, କିଛି କହିବା ଦରକାର ନାହିଁ। ଖାଲି ଏତିକି ଯଦି କହିବେ, ସେ ଅଟୋମେଟିକଲି କହିବ ଯେ ଆମେ ତାହେଲେ ପ୍ରଡକ୍ଟ ବ୍ୟବହାର କରିବି, ଆଉ ସେ ନିଶ୍ଚିତ ଭାବରେ ପ୍ରଡକ୍ଟ ବ୍ୟବହାର କରିବେ କି ନାହିଁ ଆପଣ କହୁନାହାନ୍ତି। ଏତେ ଭଲ ପ୍ରଡକ୍ଟ ଆମେ ଫିଲ୍ କରୁଛୁ, ସବୁ ପ୍ରକାର ସ୍କିନ୍ ରୁ କେମିତି, ପ୍ରବୀଣ ମ୍ୟାଡାମ ଯେମିତି କହିଲେ, ନର୍ମଦା ମ୍ୟାଡାମ ଯେମିତି କହିଲେ, ଆଉ ଅନ୍ୟମାନେ ଯୋଉ ୟୁଜ କରୁଛନ୍ତି, ଯଦି ନିଜର ଅନୁଭୂତି ସହିତ ଖାଲି କାଉନସିଲିଂ କରିବେ, ତାହେଲେ ସେମାନେ ନିଶ୍ଚୟ ଶୁଣିବା ଲୋକ ଆଟ୍ରାକ୍ଟ ହେଇକି ସିଏ କିଣିବ, ତ କିଣିବ ଆଉ ସିଏ ୟୁଜ କରିବ। ଇଏ ହଉଛି ୟାର ସିଷ୍ଟମ। କାଉନସିଲିଂ କରିବା ଦ୍ୱାରା ଆମେ ବହୁତ ପ୍ରଡକ୍ଟକୁ ବିକ୍ରି କରିପାରିବା। ଲୋକେ ଆମର ଦେଖନ୍ତୁ ଗୋଟେ ଭୁଲ କଥା ଆମେ କରୁଛୁ କଣ, ଆମେ ଲୋକଙ୍କୁ ପ୍ରଡକ୍ଟ ବିଷୟରେ କହୁଛେ ଯେ ପ୍ରଡକ୍ଟର କ୍ୱାଲିଟି ଭଲ, ସବୁ ଭଲ, ଆଉ 6 ମାସ କିଣିଲେ 7ମ ମାସରେ ଫ୍ରି ପ୍ରଡକ୍ଟ ପାଇବ। ସେ ଫ୍ରି ପ୍ରଡକ୍ଟ ଆସରେ ଲୋକଙ୍କୁ ଆମେ ମୋଟିଭେଟ କରିବାକୁ ଚାହୁଁଛେ, এইটা ଆଉ ଗୋଟେ ପାର୍ଟ। କିନ୍ତୁ ଫାଷ୍ଟ ପାର୍ଟ ହଉଛି କଣ, ପ୍ରଡକ୍ଟର କ୍ୱାଲିଟି ସେମାନେ ଜାଣିବା ଦରକାର। ଆମେ ଯଦି 6 ମାସ ନେବେ, 7 ମାସରେ ଆପଣ ଫ୍ରି ପାଇବେ, ତ ଫ୍ରି ମେଣ୍ଟାଲିଟି ସବୁ ଲୋକ ଏଇଟାକୁ ଠିକ ମତ ପ୍ରଡକ୍ଟ ବିଷୟରେ ବୁଝିପାରନ୍ତିନି। ସେମାନେ ଭାବନ୍ତି କଣ, ମାକ୍ସିମମ୍ ଲୋକ, ମୁଁ ଯାହା ସବୁ ପୁରା ବହୁତ ଲୋକଙ୍କ ସହିତ କାଉନସିଲିଂ କରିକିରି ମୁଁ ବୁଝିଛି ଯେ ସେମାନେ ଫ୍ରି ପ୍ରଡକ୍ଟର ବିଷୟରେ ଜାଣନ୍ତି। ତ ଆସ୍ତେ ଆସ୍ତେ କଣ ହୁଏ ଯେ ସେମାନେ ଭାବନ୍ତି କଣ ନା, ଇଏ ବଜାରରେ ଯୋଉ ପ୍ରଡକ୍ଟ ଗୋଟେ ମିଳୁଛି ସିଏ ବି ପ୍ରଡକ୍ଟ, ଆମକୁ ଯୋଉ RCM ର ଜଣେ କିଏ କହୁଛନ୍ତି କିଣ ବୋଲି, ସିଏ ବି ଗୋଟେ ପ୍ରଡକ୍ଟ। ଏ ପ୍ରଡକ୍ଟ ବିଷୟରେ ଡିଫରେନ୍ସ ସେମାନେ ଜାଣିପାରନ୍ତିନି। ଏତିକି କଣ, ସିଏ କହୁଛନ୍ତି 6 ମାସ ପରେ ଫ୍ରି ପ୍ରଡକ୍ଟ ପାଇବ, ତେଣୁ ତାର ମୂଲ୍ୟ ରୁହେନି। ତାର ମାନେ କଣ, ପ୍ରଡକ୍ଟର ଆମ ପ୍ରଡକ୍ଟର କେତେ ଭାଲୁଏବୁଲ ପ୍ରଡକ୍ଟ, ତାର ଜ୍ଞାନ ତାଙ୍କର ହୁଏନି। ଏଇଟା ହଉଛି ସମସ୍ତଙ୍କଠୁ ଆମର
आपण मैंने अन्य को प्रोडक्ट न दे परिबा सेमाने न नेबा सेमाने नेइकरी बंद कर देबा यही होची कारण जदि प्रोडक्ट रो क्वालिटी आज जे आपण माने सुनिले ताकू जदि लोकन पाखरे वर्णना करि पारि डिटेल्स भाबरे से निश्चित भाबरे 10 जन को कहले 4-5 जन तांकर मनरे तांकर जानिथिबे यार ये तो बढ़िया प्रोडक्ट से नेबे आसिकरी तो प्रोडक्ट रो क्वालिटी को भल मंदन एते प्रतिदिन प्राय प्रोडक्ट रो विषय टेक्निक वर्णना करा जाउची ताकू आपण माने लोक मानकु एई भली कहंतु से माने मनक मन प्रोडक्ट किनिबे आ आपणकर बहुत सेल मध्य हबो एई होची कथा आमे जदी प्रोडक्ट रो एते नॉलेज पाइकरी प्रोडक्ट एते भल भाबे जानि लोकन को न कहबा निजे जदी यूज करबा ताले करि पारंते सेतिर किछि असुविधा नै जदी लोकन को कहया को चाहंती ताले प्रोडक्ट रो क्वालिटी विषय रे भल मंदन बुझेई करी कहंतु देखिए से माने किनिया बंद करिवेनी ताकू बार बार तम कहया को मन पड़िबोनी देखो आमर एठी मासको 15-20 हजार 25 हजार बिक्री होची आम सीमा मैडम कर जो माने तांकर फ्रेंडशिप करी तांकू तांकू केबे घर को डाकी करी हमें केबे हेले तांकू प्रोडक्ट नियो एटा को नियो सेटा को नियो एटा भलो एमिति केबे कहि नांती कि मु भी कहइनी किंतु एमिति भाबरे प्रोडक्ट वर्णना तांकू पाखरे करू से माने मन मन कहंती फोन रे कहंती अच्छा से सुनी करी जिवे तापरे फोन करी कहि अच्छा तांकर मन मन से भाबुती घर के जाई करी दिन दिन पर फोन करिवे अच्छा से जो कहउतिले कि किशोर प्रोडक्ट कि न्यूट्रिजन प्रोडक्ट कि तेल सेटा तो अच्छा एटा एमिति पई सेमिति कोन हला एतरे एई भी कथा कहउतिले सेटा कोन से बुझिया को चेष्टा करिवे अच्छा ठीक अछि ताले अछि कि सेटा हम कहबो हां अछि ठीक अछि मु संध्या बेले जीवी कि सकाळे जीवी आनिबी तो तेनु एतरे आमे ए अनुभूति मु कहउची अनुभूति कहउची जे आपण माने प्रोडक्ट को क्वालिटी को वर्णना करी आपण काउंसलिंग करी बहुत लोगों को बिक्री करि परिबे निज घर को डाकी करी बसई ताको फ्रेंडशिप करी ताको चा बिस्कुट खुआई ताको आमे सुन पाम्पुडी मध्य केतेबेले दो सब प्रोडक्ट डिस्प्ले वाल सांग पाखरे था से देखंती से खांती किंतु ताको आमे कहूना नियो 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 एकोटा कहूना से ताको को प्रोडक्ट रो क्वालिटी कोन वीडियो देखो वीडियो देख न देखिले हबनी वीडियो बही देखिया पड़िबो वीडियो बही सहित कहउथिबे जदी हबो प्रोडक्ट थिबो वीडियो बही थिबो आ खाली मुहेर बकबक हेले से कभी कोन ये बड़ बड़ कथा कहउची तेनु वीडियो सहित आपण कहिबे ताले से निश्चित भाबे से किनिबे थैंक यू बहुत बहुत धन्यवाद ओके थैंक यू सर बहुत बढ़िया इन्फॉर्मेशन की प्रोडक्ट रो वीडियो भी देखिबा प्रोडक्ट रो निजे यूज करिकी सेई निजर आत्म माने निजरे आमे कोन अनुभूति हैला तो से अनुभूति को आमे जदी शेयरिंग करिबा ताले आमे बहुत भलो हमर शेयरिंग भी हो जाय परिबो लोक माने भी जानि परिबे ये गोटे बहुत बढ़िया कथा आ गोटे बहुत बड़े इन्फॉर्मेशन अछि समस्त पई देखंतु काली गोटे ओकेजन थिला हम माने समस्त मिसिले गोटे गेट टुगेदर हेले केते खुशी लागिला केते बढ़िया लागिला तो ये भली ओकेजन को केबे छाड़िबा उचित नुही ये ओकेजन ने कोन हुए ना 5 जण आसी जिवे 5 जण को मन भी खुशी लागिवो गोटे भल चिंताधारा भी आसी जिवो देखंतु काली जो माने परचेज भी न करूथले से माने भी बहुत सारा जिंस जतबेले जानिले गामा ओरिजिनल ये सब विषय रे एते बढ़िया भाबरे तो से माने भी परचेज करिवा पई माइंड मेकअप भी कले तो सेमती गोटे पुणी प्रोग्राम अछि आसंता काली आरसीएम बनदुर्गा आरसीएम वर्ल्ड रे अछि तो जागमरा रे तो काली आपन टीम को पूरा समस्त को इनवाइट करंतु समस्ते होचंदी लीडर समस्ते इनवाइट करंतु आ से प्रोग्राम रे आपण माने इन्वॉल्व हेले आपन टीम आउरी उत्साहित होइकी आगु को बढ़ी परिबो आ सेठी भी काली चांद सर भी ताकर जते असुविधा थाउ काली भी सर को आसिया को पड़िबो सेठी की तो सर भी काली आसीबे तो काली आमे सेठी भी पूरी बंधु मेलन आमे करिबा सकाळ 10 रे आमे समस्ते सेठी पहुंचीबा ओके आज पई एति की टीम को इन्फॉर्म करंतु आसंतु समस्ते मिसंतु मिसिले मिसिले गोटे खुशी लागिबो काली समस्ते मु भी निजे प्रेजेंट भी रहिबी सेठी तो गोटे बहुत बढ़िया कथा।